ଅଷ୍ଟମ ବେତନ କମିଶନ ଆସନ୍ତା ବର୍ଷଠାରୁ ନିଶ୍ଚିତ ଲାଗୁ ହେବ। କେନ୍ଦ୍ର କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଏହା ହେଉଛି ଖୁସି ଖବର। କେନ୍ଦ୍ର ସରକାର ସଂକେତ ଦେଇ ସାରିଲେଣି ଯେ ଆସନ୍ତା ବର୍ଷଠାରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ। ଏ ବିଷୟରେ ଆଜିର ଭିଡ଼ିଓ ନିଶ୍ଚିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ DKD। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ DKD ଅଲୱେଜ୍ ଆପକେ ସାଥ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର କଣ୍ଟେଣ୍ଟ ସଦାବେଳେ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ବର୍ତ୍ତମାନ ଆଜିର ଅଷ୍ଟମ ବେତନ କମିଶନ ଉପରେ କ'ଣ ସବୁ ଖବର ରହିଛି ଜାଣିନେବା। ସପ୍ତମ ବେତନ କମିଶନ 2016 ମସିହାରେ ଲାଗୁ କରିଥିଲେ କେନ୍ଦ୍ର ସରକାର। ତେଣୁ ଅଷ୍ଟମ ବେତନ କମିଶନ 2026 ଜାନୁଆରୀରେ ଲାଗୁ ହେବ। ସମସ୍ତ କର୍ମଚାରୀ ଏବଂ ପେନ୍ସନଭୋଗୀ ଏଥିପାଇଁ ଚାତକ ଭଳି ଚାହିଁ ରହିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏଥିପ୍ରତି ତତ୍ପରତା ଦେଖାଇ ସାରିଛନ୍ତି। ଏ ଉପରେ ଦୃଢ଼ ପଦକ୍ଷେପ ମଧ୍ୟ ନେଉଛନ୍ତି। ଏହା ପାଇଁ ନୂଆ କମିଟି ଓ ସଦସ୍ୟଙ୍କ ନିଯୁକ୍ତି ଖୁବ୍ ଶୀଘ୍ର ହେବ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଆସନ୍ତା ଜାନୁଆରୀ 2026ରେ ଏହାକୁ ଲାଗୁ କରିବେ ବୋଲି ସଂସଦରେ ଘୋଷଣା ମଧ୍ୟ କରିସାରିଛନ୍ତି। ଏଥିପାଇଁ ରାଜ୍ୟ ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ସଂସଦରେ ସୂଚନା ମଧ୍ୟ ଦିଆଯାଇଛି। ଏହା କାର୍ଯ୍ୟକାରୀ ହେଲେ ସମସ୍ତ କେନ୍ଦ୍ର କର୍ମଚାରୀ ଓ ପେନ୍ସନଭୋଗୀଙ୍କ ଦରମା ବୃଦ୍ଧି ପାଇବ। ଏହି ସମ୍ବନ୍ଧରେ ଆଜି ମଧ୍ୟ ନ୍ୟୁଜ୍ ପେପରରେ ଗୋଟିଏ ଖବର ବାହାରିଛି। ମୁଁ ସେ ଖବରଟି ଆପଣଙ୍କୁ ଦେଖାଉଛି, ଦେଖନ୍ତୁ। ଆସନ୍ତା ବର୍ଷଠାରୁ କାର୍ଯ୍ୟକାରୀ ହୋଇପାରେ ଅଷ୍ଟମ ବେତନ କମିଶନ ସୁପାରିଶ। କେନ୍ଦ୍ର କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଏହା ଏକ ଖୁସି ଖବର। କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀ କରିବା ବିଷୟରେ ସଂକେତ ଦେଇଛନ୍ତି। ଏ ଦିଗରେ ଦୃଢ଼ ପଦକ୍ଷେପ ମଧ୍ୟ ନିଆଯାଉଛି। ନୂଆ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନିଯୁକ୍ତି ବିଷୟରେ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି। ଗତ ଜାନୁଆରୀରେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ କାର୍ଯ୍ୟ କରିବା ନେଇ ଘୋଷଣା କରିଥିଲେ। ଏହାକୁ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହିତ ଆଲୋଚନା ଆରମ୍ଭ ହୋଇଛି। ଦେଶରେ କମିଶନଙ୍କ ସୁପାରିଶ ଅନୁସାରେ ଅଷ୍ଟମ ବେତନ ହାର ଆସନ୍ତା ବର୍ଷ ଜାନୁଆରୀରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି। ଲୋକସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଅଷ୍ଟମ ବେତନ କମିଶନ ଗଠନ ପାଇଁ ସରକାର ପୂର୍ବରୁ ମଞ୍ଜୁରୀ ଦେଇ ସାରିଛନ୍ତି। ଏହା ଲାଗୁ ହେଲେ ପ୍ରାୟ 50 ଲକ୍ଷ କେନ୍ଦ୍ର କର୍ମଚାରୀ ଓ 65 ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ। ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ତଥ୍ୟ ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ତ ନିଶ୍ଚିତ ଭାବରେ ତତ୍ପରତା ପ୍ରକାଶ ପାଇଛି କେନ୍ଦ୍ର ସରକାରଙ୍କ ତରଫରୁ, କାରଣ ବର୍ତ୍ତମାନ ହୋଇଗଲା ଅଗଷ୍ଟ ମାସ। ତେଣୁ ଆସନ୍ତା 2026 ଜାନୁଆରୀ ସୁଦ୍ଧା ନିଶ୍ଚିତ ଭାବରେ ଅଷ୍ଟମ ବେତନ କମିଶନ ଲାଗୁ ହେବ ଏବଂ କେନ୍ଦ୍ର ସରକାର ଏହାକୁ ଲାଗୁ କରିସାରିଲା ପରେ ରାଜ୍ୟ ସରକାରମାନେ ଏହାକୁ ଲାଗୁ କରାଇବେ। ତ ଆପଣମାନେ ଜାଣିଛନ୍ତି ଓଡ଼ିଶାରେ ସେତେବେଳର ବିଜେଡ଼ି ସରକାର 2017 ମସିହାରେ ସପ୍ତମ ବେତନ କମିଶନ ଲାଗୁ କରିଥିଲେ। ତ ସେହି ହିସାବରେ ଆମ ଓଡ଼ିଶାରେ 2027ରେ ହିସାବ ଆସୁଛି। କିନ୍ତୁ ଯାହା ଜଣାପଡ଼ୁଛି ଯେ ଯେହେତୁ ଦୁଇଟି ସରକାର ସମାନ ରହିଛି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର, ତେଣୁ କେନ୍ଦ୍ର ସରକାର ଲାଗୁ କରିବା ପରେ ପରେ ନିଶ୍ଚିତ ଭାବରେ ରାଜ୍ୟ ସରକାର ଏହାକୁ ଲାଗୁ କରିଦେବେ ଏବଂ ଏହାଦ୍ୱାରା କେନ୍ଦ୍ର ସରକାରୀ ଉପକୃତ ନିଶ୍ଚିତ ଭାବରେ ହେବେ ପ୍ରଥମ ପର୍ଯ୍ୟାୟରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରର ଯେଉଁମାନେ ଚାକିରି କରିଛନ୍ତି ରାଜ୍ୟ କର୍ମଚାରୀ, ସେମାନେ ମଧ୍ୟ ଏଥିରେ ଉପକୃତ ହେବେ। ତ ଆଉ କିଛି ଦିନର ଅପେକ୍ଷା। କିନ୍ତୁ ଏଠାରେ ଗୋଟିଏ କଥା ବୁଝା ପଡ଼ୁନାହିଁ ଯେ ଫିଟମେଣ୍ଟ ଫ୍ୟାକ୍ଟର ଯେଉଁ ହେଇଛି 1.86 ପାଖରୁ ପାଖାପାଖି ଆପଣଙ୍କର 3.0 ପର୍ଯ୍ୟନ୍ତ, ତେଣୁ କେଉଁ ଫ୍ୟାକ୍ଟରକୁ ନେବେ ସରକାର ସେଇଟା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେଣୁ ସେଟା ଜଣାପଡ଼ିଲେ ଆପଣଙ୍କର ଦରମା କେତେ ଗୁଣ ବୃଦ୍ଧି ହେବ ସେ ବିଷୟରେ ସବିଶେଷ ତଥ୍ୟ ଜାଣିହେବ।
तो बर्तमान ପାଇଁ ଏତିକି ଖबर। आशा କରୁଛି ଭିडिଓଟି निश्चित भाव में आपको भल लगी भिडियोटी को लाइक एवं शेयर करेंगे। रोची पुनर्बार देखा अन्य एक भिडियो। नमस्कार।